ଆଜି ରାତିରେ ସେ ନାରୀ ତୁମକୁ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ଅଳ୍ପ ଟିକେ ଅରୁଆ ଚାଉଳ ଆଉ 2ଟା ଲବଙ୍ଗ ଏହି ଜାଗାରେ ରଖିଦିଅନ୍ତୁ, ତାପରେ ଦେଖିବେ ଚମତ୍କାର। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ନିଜ ପସନ୍ଦର ସୁନ୍ଦରୀ ଝିଅକୁ ପଟେଇବା ପାଇଁ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଚାଉଳ ଆଉ ଲବଙ୍ଗର ଏମିତି ଏକ ଘରୋଇ ବଶୀକରଣ ନେଇ ଆସିଛି, ଯାହାକୁ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣଙ୍କ ଘରେ ଅରୁଆ ଚାଉଳ ଥିବ ଆଉ ଲବଙ୍ଗ ଥିବ, ଆପଣ ସେଇ ଅରୁଆ ଚାଉଳ ଆଣିବେ ଆଉ 2ଟା ଲବଙ୍ଗ ଆଣିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି, ଆପଣ ସେଇ ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ତାପରେ ଚାଉଳ ଆଉ ଲବଙ୍ଗକୁ ନେଇକି ଏହି ଜାଗାରେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏହି ବଶୀକରଣ ଏପଟେ କରିବେ, ସେପଟେ ସେ ଝିଅ ହେଉ ବା ବିବାହିତା ନାରୀ ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଖାଲି ଛଟପଟ ହେବ। ନମସ୍କାର ଫ୍ରେଣ୍ଡସ୍, ଆମର ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା। ଏହି ବଶୀକରଣ ଆପଣ ଘରେ ବସି ବସି ଅତି ସହଜରେ କରିପାରିବେ, ନିଜ ପ୍ରେମକୁ ପାଇପାରିବେ। କେଉଁ ବି ପୁଅ ବା ଝିଅ ଏହି ବଶୀକରଣ ଅତି ସହଜରେ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମୋ କଥା ମାନି ଚାଉଳ ଆଉ ଲବଙ୍ଗ ଆଣି ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି, ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ନିଜେ ଆସି ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ, ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି, ପରେ କହିବେ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓକୁ ପୁରା ଧ୍ୟାନ ସହିତ ଦେଖନ୍ତୁ, ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। କାହିଁକି ନା ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ଫେରି ପାଇଛି। ତେଣୁ ଆପଣ ବି ମୋ କଥା ମାନି ଚାଉଳ ଆଉ ଲବଙ୍ଗ ଆଣି ଏହି ବଶୀକରଣ କରିକି ଦେଖନ୍ତୁ, ତାପରେ ଦେଖିବେ ଯେଉଁ ଝିଅ ପଟୁନଥିଲା ସେ ଝିଅ ପାଗଳି ପରି ଆପଣଙ୍କୁ ଭଲ ପାଇବ। ଠିକ୍ ଅଛି, ତେବେ ଏହି ବଶୀକରଣ ଆପଣ କିପରି କରିବେ ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିପାରିବେ। ଦିନ 3ଟାରୁ ସନ୍ଧ୍ୟା 6ଟା ମଧ୍ୟରେ କରିବେ। ପ୍ରଥମେ ଆପଣ କ'ଣ କରିବେ, ଅଳ୍ପ ଟିକେ ଅରୁଆ ଚାଉଳ ଆଣିବେ, 2ଟା ଲବଙ୍ଗ ଆଣିବେ, ତାପରେ କୌଣସି ଏକ ଜାଗାରେ ଚୁପଚାପ ବସି ପଡ଼ିବେ। ତାପରେ ଚାଉଳ ଆଉ ଲବଙ୍ଗ ଯେଉଁ ଆଣିଛନ୍ତି ତାକୁ ଏକାଠି ମିଶାଇବେ, ଡାହାଣ ହାତରେ ମିଶାଇବେ। ମିଶାଇବା ସମୟରେ ଆପଣ ଏହି ମନ୍ତ୍ରକୁ 21 ଥର ପଢ଼ିବେ। ଓମ୍ ନମଃ କାମଦେବାୟ ଆମୁକଂ ମେ ବଶ୍ୟମ୍ କୁରୁ କୁରୁ ଫଟ୍ ସ୍ୱାହା। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ନାରୀର ନାମ କହିବେ, ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ 21 ଥର ପଢ଼ି ସାରିବା ପରେ ସେ ଯେଉଁ ଚାଉଳ ଆଉ ଲବଙ୍ଗ ମିଶାଇଛନ୍ତି ସେଥିରେ 3 ଥର ଫୁଙ୍କି ଦେବେ। ଏତିକି କରିସାରିବା ପରେ ସେ ଚାଉଳ ଆଉ ଲବଙ୍ଗକୁ ଖଣ୍ଡିଏ କଳା କପଡ଼ାରେ ବାନ୍ଧିକି ଯେଉଁ ଝିଅ ବା ମହିଳାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି ତା ଘରର ମୁଖ୍ୟ ଦ୍ୱାର ବା ମୁଖ୍ୟ ଗେଟ୍ ପାଖରେ ରଖିଦେଇ ଆସିବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।